ତୁ ପରା ବୋଲାଉ ଉତ୍କଳ ସନ୍ତାନ, ତେବେ କିମ୍ପା ତୁହି ଭୀରୁ। ତୋହର ଜନନୀ ରୋଦନ କରିଲେ, କହିବାକୁ କିମ୍ପା ଡରୁ। କୁଳବୃଦ୍ଧ ମଧୁସୂଦନ, ଉତ୍କଳ ଗୌରବ ମଧୁସୂଦନ, ସ୍ୱର୍ଗତ ମଧୁସୂଦନ ଦାସ 1848 ମସିହାରେ କଟକ ଜିଲ୍ଲାର ସତ୍ୟଭାମାପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ପ୍ରଥମ କରି ତାଙ୍କର ନାମ ଥିଲା ଗୋବିନ୍ଦ ବଲ୍ଲଭ ଦାସ ଏବଂ ପରେ ସେ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରି ମଧୁସୂଦନ ଦାସ ନାମରେ ପରିଚିତ ହେଲେ। କୁହାଯାଇଥିଲା ସେ ଓଡ଼ିଶାର ପ୍ରଥମ MA ଏବଂ ପ୍ରଥମ BL ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକୁ ଏକ ଶାସନାଧୀନ କରିବା ଉଦ୍ଦେଶ୍ୟରେ ସେ ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା କରିଥିଲେ। 1903 ମସିହାରେ ଓଡ଼ିଶାରେ ଶିଳ୍ପର ଉନ୍ନତି କରିବା ତାଙ୍କର ଏକାନ୍ତ କାମ୍ୟ ଥିଲା ଏବଂ ସେ ଗୋଟିଏ ଜୋତା କାରଖାନା ମଧ୍ୟ ନିର୍ମାଣ କରିଥିଲେ, ଗୋଟିଏ ତାରକସି କାରଖାନା ମଧ୍ୟ ବସାଇଥିଲେ। ଓକିଲ ଭାବରେ ତାଙ୍କର ବେଶ ସୁନାମ ଥିଲା, କହିଲେ ଅତ୍ୟୁକ୍ତି ହେବ ନାହିଁ। ସେ ଅନେକ ବର୍ଷ ପର୍ଯ୍ୟନ୍ତ ବିହାର ଓଡ଼ିଶା ବ୍ୟବସ୍ଥାପକ ସଭାର ସଦସ୍ୟ ଥିଲେ ଏବଂ କେତେକ କାଳ ମଧ୍ୟ ମନ୍ତ୍ରୀ ଭାବରେ ସେ ତାଙ୍କ ଦାୟିତ୍ୱକୁ ନିର୍ବାହ କରିଥିଲେ। ଲାଟଙ୍କ ସହିତ ତାଙ୍କର ମତଭେଦ ହେଲା, ସେ ମନ୍ତ୍ରୀ ପଦ ଛାଡ଼ିଦେଲେ। 1934 ମସିହା ଯାହା କୁହାଯାଉଛି ସେ ଇହଧାମ ତ୍ୟାଗ କଲେ ଏବଂ ତାଙ୍କ ସ୍ୱପ୍ନର ଓଡ଼ିଶା ଯାହାକୁ କୁହାଯାଉଛି ଉତ୍କଳ ସମ୍ମିଳନୀର ପ୍ରତିଷ୍ଠା ସେ କରିଥିଲେ ସତ, ତାଙ୍କ ସ୍ୱପ୍ନର ଓଡ଼ିଶା 1936 ମସିହା ଏପ୍ରିଲ ମାସ 1 ତାରିଖରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବାର 2 ବର୍ଷ ପୂର୍ବରୁ ସେ ନିଶ୍ଚିତ ଭାବରେ ଇହଧାମରୁ ବିଦାୟ ନେଲେ। ତେବେ ନିଶ୍ଚିତ ତାଙ୍କ ଉତ୍କଳ ସନ୍ତାନ କବିତା ଆଜି ମଧ୍ୟ ଏ ଜାତିର ଜୀବନବେଦ ପାଲଟି ଯାଇଛି ଏବଂ କିଭଳି ଭାବରେ ସେ ସମ୍ବୋଧନ କରିଛନ୍ତି ତାଙ୍କ ସନ୍ତାନମାନଙ୍କୁ ଉତ୍କଳ ଜନନୀର ଭୂମିକାକୁ ନେଇ ସେ ଏହି କବିତାକୁ ଅତି ସୁନ୍ଦର ଏବଂ ମାର୍ମିକ ଭାବରେ ରଚନା କରିଛନ୍ତି, ଯାହା ସେଦିନ ସେ କହିଥିଲେ। ତୁ ପରା ବୋଲାଉ ଉତ୍କଳ ସନ୍ତାନ, ତେବେ କିମ୍ପା ତୁହି ଭୀରୁ। ତୋହର ଜନନୀ ରୋଦନ କରିଲେ, କହିବାକୁ କିମ୍ପା ଡରୁ। ବାସ୍ତବିକ ନିଜକୁ ଉତ୍କଳର ସନ୍ତାନ, ଉତ୍କଳ ମାତାର ଯୋଗ୍ୟତମ ସନ୍ତାନ ଭାବରେ ବିବେଚନା କରୁଥିବା ହେ ଓଡ଼ିଆ, ତୁ କାହିଁକି ଏତେ ଭୀରୁ, କାହିଁକି କାପୁରୁଷ? ଏହା କହୁଛନ୍ତି କବି, କାରଣ ତୋ ଜନନୀ ମାଟି ତଳେ ପଡ଼ିଛି, ରୋଦନ କରୁଛି, ନିଶ୍ଚିତ ଭାବରେ କାନ୍ଦୁଛି। ତୁ କାହିଁକି କହିବାକୁ ଡରୁଛୁ? ତୁ କାହିଁକି କହିବା ପାଇଁ ଭୀରୁପ୍ରାୟ ନିଜକୁ ଅସାର ମଣୁଛୁ? ଏହା ସେ କହୁଛନ୍ତି କାରଣ ତୁ ଯେ ଉତ୍କଳ ମାତାର ଯୋଗ୍ୟତମ ସନ୍ତାନ ଏବଂ ଏ ଉତ୍କଳ ତୋର ମାତା, ତୁ ତାର ସନ୍ତାନ, ତାର ସୁରକ୍ଷା କରିବା, ତାର ସ୍ୱାଧୀନ ଆଣିବା ଏବଂ ତାର ଭାଷା ମା ମାଟି ମାତୃଭାଷାର ମୁକ୍ତି ତୋର ଏକାନ୍ତ କାମ୍ୟ। କାହିଁକି ଆଜି ତୁ ଭୀରୁ? ଏ ପ୍ରଶ୍ନ ସେ ପଚାରୁଛନ୍ତି। ପୁଣି ସେ କହୁଛନ୍ତି, ତୋ ପୂର୍ବ ପୁରୁଷେ ବୀର ପଣିଆରେ, ଲଭିଥିଲେ କେତେ ଖ୍ୟାତି, ହାକିମ ନିକଟେ ଦୁଃଖ କହିବାକୁ କିମ୍ପା ଥରେ ତୋର ଛାତି। ବୀର ପଣିଆରେ ତ ପୂର୍ବଜମାନେ, ପୂର୍ବପୁରୁଷମାନେ, ପୂର୍ବ ପିଢ଼ିମାନେ କେତେ ଖ୍ୟାତି ଅର୍ଜନ କରିଛନ୍ତି, ଆଜି ଅଥଚ କାହିଁକି ତୁ ହାକିମ ନିକଟରେ, ବାବୁଙ୍କ ନିକଟରେ, ସାହେବ ନିକଟରେ ଦୁଃଖ କହିବା ପାଇଁ କାହିଁକି ତୋ ଛାତି କମ୍ପମାନ ହେଉଛି, ଛାତି ଥରୁଛି, ଭୟରୁ ତୁ ଜଳସଳ ହେଉଛୁ? ଏହା କବିଙ୍କର ଭାଷା। ପୁଣି କବି କହିଛନ୍ତି, ତୋ ପୂର୍ବ ପୁରୁଷେ ଜୟ କରିଥିଲେ, ଗଙ୍ଗାଠାରୁ ଗୋଦାବରୀ, ତାଙ୍କରି ଔରସେ ଜନ୍ମ ହୋଇ ତୁହି, କେଉଁ ଗୁଣେ ତାଙ୍କୁ ସରି। ସତରେ ହେ ଉତ୍କଳ ସନ୍ତାନ, ତୋର ପୂର୍ବପୁରୁଷମାନେ, ପୂର୍ବ ପିଢ଼ିମାନେ ଜୟ କରିଥିଲେ, ଦେଶ ଜୟ କରିଥିଲେ, ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ। ନିଶ୍ଚିତ ଭାବରେ ଉତ୍କଳୀୟ ବୀରମାନେ, ଯିଏକି କୁହାଯାଉଛି ଐର ଖାରବେଳ ମହାମେଘବାହନ ଏବଂ ଗଙ୍ଗବଂଶୀ ରାଜାମାନେ, ସୂର୍ଯ୍ୟବଂଶୀ ରାଜାମାନେ ଦିଗ୍ବିଜୟ କରିଥିଲେ, ଅଥଚ ତୁ ତାଙ୍କରି ଔରସରୁ ଜନ୍ମ ହୋଇ ତାଙ୍କୁ କେଉଁ ଗୁଣରେ ସରି ହେବୁ? ତାଙ୍କ ସହିତ ସମାନ ହେଇପାରିବୁ କି? କାହିଁକି ଆଜି ଏତେ ତୁ ତୁଚ୍ଛ, ଏତେ ହୀନ, ଏତେ ନ୍ୟୁନ, ଏତେ ମ୍ଳାନ? ହେ ଉତ୍କଳର ସନ୍ତାନ, ଏହା କହୁଛନ୍ତି କବି। ଆଉ ମଧ୍ୟ କହୁଛନ୍ତି, ବ୍ରିଟନ ନିବାସୀ ଅତୀବ ସାହସୀ,
କାପୁରୁଷେ ଶ୍ରଦ୍ଧା ନାହିଁ। ଶିଖ ରାଜପୁତ ଯେ ମାନ୍ୟ ଲଭନ୍ତି, ତୋର ଭାଗ୍ୟେ ତାହା କାହିଁ। କୁହାଯାଇଛି ଯେ ଶିଖ ଏବଂ ରାଜପୁତ ମାନେ ଯେଉଁ ପ୍ରକାର ମାନ୍ୟତା ଲାଭ କରନ୍ତି, ତୋର କାହିଁକି, ତୋ ଭାଗ୍ୟରେ କାହିଁକି ସେଭଳି ଭାବରେ ଜୁଟୁ ନାହିଁ। ଏହା ସେ କହୁଛନ୍ତି। ବ୍ରିଟିଶ ଜାତି, ଯେଉଁ ବ୍ରିଟିଶ ଜାତି ଯିଏ ଅତୀବ ସାହସୀ ବୋଲି କୁହାଯାଉଛି, ତାଙ୍କର କାପୁରୁଷ ପ୍ରତି ଆଦୌ ଶ୍ରଦ୍ଧା ନାହିଁ। କେବଳ ସେମାନେ ଶ୍ରଦ୍ଧା କରନ୍ତି ସେଇମାନଙ୍କୁ ଯେଉଁମାନେ ଶିଖ, ଯେଉଁମାନେ ରାଜପୁତ ଜାତି, ତେଣୁ ସେ ମାନ୍ୟତା ଲାଭ କରନ୍ତି। ଅଥଚ ତୁ ହୀନମନ୍ୟତା ଓଡ଼ିଆ ଭାବରେ କାହିଁକି ପରିଗଣିତ ହେଉଛୁ, ଏହା କୁହାଯାଇଛି। ଆହୁରି ମଧ୍ୟ କୁହାଯାଇଛି, ତୁ ମନେ ଭାବିଛୁ ତୋ ସାମଦ କରି, ବଢ଼ାଇବୁ ଜାତି ମାନ, ତୋ ସାମଦିଆର କୁକୁର ପ୍ରକୃତି, ଅଇଁଠା ପତରେ ଧ୍ୟାନ। ତୁ ମନେ କରିଛୁ କି ତୋଷାମଦ କରି, ଚାଟୁ କରି ଏବଂ ପଦଲେହନ କରି ତୋ ଜାତିର ମାନଙ୍କୁ ବଢ଼େଇ ଦେବୁ, ତୋ ଜାତିର ଟେକକୁ ରଖିଦେବୁ। ହେ ଓଡ଼ିଆ, ତୋଷାମଦିଆ ନିଶ୍ଚିତ ଭାବରେ କୁକୁର ସହିତ ସମାନ। ତାର କୁକୁର ପ୍ରକୃତି। କୁକୁର ଏଭଳି ଭାବରେ ଅଇଁଠା ପତରକୁ ଧ୍ୟାନ କରିଥାଏ ଚାଟିବା ପାଇଁ, ତୋଷାମଦିଆ ମାନେ ଚାଟୁକାର ଭାଟମାନଙ୍କର କାର୍ଯ୍ୟ ହେଉଛି ଏତାଦୃଶ। ଏହା କବି ଚେତାଇ ଦେଉଛନ୍ତି। ଆହୁରି ମଧ୍ୟ ଷଷ୍ଠ ପଦରେ କହୁଛନ୍ତି, ତୋଷାମଦକାରୀ କ୍ଷିପ୍ତ ଶ୍ୱାନ ପରି, ସହଜେ ଚିହ୍ନା ନ ଯାଏ, ଭୃତ୍ୟ ଭାବ ଧରି ଗୋଡ଼ ଚାଟୁ ଚାଟୁ, ବିଷ ଲେପି ଦେଇଥାଏ। ଯିଏ ତୋଷାମଦକାରୀ ସେ କ୍ଷିପ୍ତ ଶ୍ୱାନ ପରି ଇତସ୍ତତ ଏପାକ ସେପାକ ବୁଲୁଥାଏ, ସହଜରେ ଚିହ୍ନା ପଡ଼େ ନାହିଁ। କିନ୍ତୁ ଭୃତ୍ୟର ଭାବ ଧରି, ଚାକରର ଭାବ ଧରି, ଆନୁଗତ୍ୟର ଭାବ ଧରି ସେ ଗୋଡ଼କୁ ଚାଟୁ ଚାଟୁ କେତେବେଳେ ବିଷକୁ ଲେପନ କରିଦେଇଥାଏ। ଏଭଳି କୃତଜ୍ଞ ଏହା କୁହାଯାଇଛି। ଏହି ତୋଷାମଦକାରୀ ମଣିଷର ଲକ୍ଷଣ। ଆହୁରି କୁହାଯାଇଛି, ତୋଷାମଦଟେ ଅନ୍ଧାର ଗୋହିରି, ସ୍ୱାର୍ଥ ତହିଁ ଲୁଚି ବସେ, ସରଳ ପଥିକ ବାଟରେ ଭେଟିଲେ, ଅକାତରେ ତାକୁ ନାଶେ। ତୋଷାମଦ ବା ଚାଟୁକାର ଭାଟ ଯିଏ ଅନ୍ଧାର ଗୋହିରି ପରି, ଯେଉଁଠିକି ସ୍ୱାର୍ଥ ନିଜେ ଲୁଚି ବସିଥାଏ ସେ ଅନ୍ଧାରୀ ଗୋହିରିରେ, ତୋଷାମଦକାରୀର ଅନ୍ଧାର ଗୋହିରିରେ। ଆଉ ଯେତେବେଳେ ସରଳ ପଥିକ ସେ ରାସ୍ତାରେ ଯାଏ, ତାକୁ ନାଶ କରେ ଏବଂ ତାକୁ ଲୁଣ୍ଠନ କରିନିଏ, ଏହା କୁହାଯାଇଛି। ଆହୁରି କୁହାଯାଇଛି, ଜାତିର ଉନ୍ନତି ହେବ କିରେ ଭାଇ, ସ୍ୱାର୍ଥକୁ ଜଗତ ମଣି, ଗୋଦର ଗୋଡ଼ରେ ମାଉଁସ ଲାଗିଲେ, ଦେହର କି ଶୁଭ ଗଣି। ଜାତିର କ'ଣ କେବେ ଉନ୍ନତି ହୋଇପାରିବ? ଯେତେବେଳେ ସ୍ୱାର୍ଥକୁ ଜଗତର ଶ୍ରେଷ୍ଠ ବସ୍ତୁ ରୂପେ ଧରି ନେବ, ମୋ ସ୍ୱାର୍ଥ ହିଁ ଜଗତର ଶ୍ରେଷ୍ଠ କଥା ଯଦି ଏହା ହେବ, କେବେ ଜାତିର ଉନ୍ନତି ହୋଇପାରିବନି। ବ୍ୟକ୍ତି ସ୍ୱାର୍ଥ ଯଦି ଆଗ ଆସିଲା, ତାହେଲେ ଜାତି ସମୂଳେ ବିନାଶ ହେବ, ଏହା କହୁଛନ୍ତି। କାରଣ ଯଦି ଗୋଦର ଗୋଡ଼ରେ ମାଉଁସ ଲାଗିବ, ମୋଟା ହେଇଯିବ ଗୋଦର ଗୋଡ଼, ତାହା ତ ପୂଜ ରକ୍ତରେ ପୂର୍ଣ୍ଣ ହେବ, କିନ୍ତୁ ଦେହର ଶୁଭ ହେବ କି, ଦେହର ଶୁଭ ଗଣି ହେବ କି? ଏହା ସେ ବର୍ଣ୍ଣନା ଚାତୁରୀରେ ସୁନ୍ଦର ଭାବରେ ବୁଝେଇ ଦେଇଛନ୍ତି। ଆହୁରି ମଧ୍ୟ କହୁଛନ୍ତି, ଜାତିର ଉନ୍ନତି ସେ କାହିଁ କରିବ, ସ୍ୱାର୍ଥେ ଯାର ବ୍ୟସ୍ତ ମନ, ଶାଗୁଣ ବିଲୁଆ ଚିକିତ୍ସକ ହେଲେ, ଶବ କି ପାଇବ ପ୍ରାଣ। ସୁନ୍ଦର ଉପାଖ୍ୟାନ। ଜାତିର ଉନ୍ନତି କେବେ ହେଇପାରିବ ନାହିଁ। ଯିଏ ସିଏ କ'ଣ ଜାତିର ଉନ୍ନତି କରିବ? ଯିଏ ସ୍ୱାର୍ଥରେ ନିଜର ମନକୁ ଦେଇଥିବ, ବ୍ୟକ୍ତିଗତ ସ୍ୱାର୍ଥରେ, ବ୍ୟକ୍ତିଗତ ଲୋଭ, ମୋହ, ହିଂସା, ପରଶ୍ରୀ କାତରତା ଏଥିରେ ଯେ ମନ ଥିବ, ସେ କେବେ ହେଲେ ଜାତିର ଉନ୍ନତି କରିପାରିବ ନାହିଁ। ଆଉ ଯଦି ଶାଗୁଣା ବିଲୁଆ ଏମାନେ ଡାକ୍ତର ସାଜିବେ, ସତରେ ଶବ କ'ଣ ପ୍ରାଣ ପାଇବ? ନା ନିଶ୍ଚିତ ଭାବରେ ହାଡ଼ରୁ ମାଂସକୁ ଅଲଗା କରି ହେଇଯିବ। ଏମାନେ ତାକୁ ଝୁଣି ଝୁଣିକିରି ଖାଇଯିବେ। ଏଇଭଳି ଭାବରେ କୁହାଯାଇଛି, ଜାତି ନନ୍ଦୀ ଘୋଷ ଚଳିବ କି ଭାଇ, ସ୍ୱାର୍ଥକୁ ସାରଥି କଲେ, ଟାଣିକିରେ ଗାଡ଼ି, ଦାନାର ତ ବୋଡ଼ା, ଘୋଡ଼ା ମୁହିଁ ବନ୍ଧା ଥିଲେ।
ଜାତି ରୂପକ ନନ୍ଦିଘୋଷ କେବେ ଚଳିବ? ଯଦି ସ୍ୱାର୍ଥକୁ ଆମେ ସାରଥି କରିବା ତାହା ନିଶ୍ଚିତ ଭାବରେ ଅମଳା ବାଟରେ ନେଇ ରଥକୁ ପକାଇଦେବ ଜାତି ନନ୍ଦିଘୋଷକୁ। ତେଣୁ ଜାତି ନନ୍ଦିଘୋଷ ଚାଲିପାରିବ ନାହିଁ। ଆଉ ଯଦି ଦାନାର ତୋବଡ଼ା ସ୍ୱାର୍ଥର ତୋବଡ଼ା ଘୋଡ଼ା ମୁହଁରେ ବାନ୍ଧିବା, ସିଏ କ'ଣ ଏଇ ଜାତି ନନ୍ଦିଘୋଷକୁ ଟାଣିବ? ଖାଇବାରେ ତା'ର ମନ, ଏଇ ଦାନାର ତୋବଡ଼ାକୁ ମୁହଁ ବୁଡ଼େଇ ସେ ଖାଇବ, ଗାଡ଼ି ଟାଣିବାରେ କେବେ ତା'ର ମନ ଧ୍ୟାନ ଦେବ ନାହିଁ। ସେହିଭଳି ଭାବରେ ଏଠାରେ ସ୍ୱାର୍ଥକୁ କିଭଳି ଭାବରେ ବିବର୍ଜିତ କରିବାକୁ ହେବ, ସ୍ୱାର୍ଥପର ମଣିଷ ଜାତିର ଯେ ସମୂଳେ ଧ୍ୱଂସ କରେ, ଏହା ନିଶ୍ଚିତ ଭାବରେ ସୂଚିତ କରୁଛି ଏହି ପଦ। ଆହୁରି କୁହାଯାଇଛି, ସ୍ୱାର୍ଥର ବନିତା ଅଟେ ତୋଷାମଦ, ଭୟ ମିଥ୍ୟା ତାଙ୍କ ପୁତ୍ର, ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ, ଏମାନେ ହେଲେ ଏକତ୍ର। ସ୍ୱାର୍ଥର ବନିତା ଅଟେ ତୋଷାମଦ, ସ୍ୱାର୍ଥର ଝିଅ ହେଉଛି ତୋଷାମଦ ବା ଚାଟୁକାରିତା, ଏବଂ ଭୟ ଆଉ ମିଥ୍ୟା ହେଉଛନ୍ତି ସ୍ୱାର୍ଥର ପୁଅ। ରାଜ୍ୟରେ ନିଶ୍ଚୟ ବିପ୍ଳବ ହେବ ଯଦି ଏମାନେ ଏକତ୍ର ହୋଇଯିବେ। କେଉଁମାନେ? ତେଣୁ ତୋଷାମଦ, ଭୟ, ମିଥ୍ୟା ଯଦି ଏମାନେ ଏକତ୍ର ହେବେ ରାଜ୍ୟର ନିଶ୍ଚୟ ବିପ୍ଳବ ହେବ। ଆହୁରି କୁହାଯାଇଛି, ଉଠରେ ଉଠରେ ଉତ୍କଳ ସନ୍ତାନ, ଉଠିବୁ ତୁ କେତେ ଦିନେ, ପୂର୍ବ ଗୌରବ ପୂର୍ବ ସାହସ, ପଡ଼ିବ କି କେବେ ମନେ। ଉତ୍କଳ ସନ୍ତାନ ଉଠିବାକୁ ସେ ଆହ୍ୱାନ ଦେଇଛନ୍ତି, ପ୍ରେରଣା ଦେଇଛନ୍ତି। କେତେ ଦିନରେ ଉଠିବରେ ଉତ୍କଳ ସନ୍ତାନ? ଆଉ ପୂର୍ବ ଗୌରବ, ପୂର୍ବଜମାନଙ୍କର ଯେଉଁ କୀର୍ତ୍ତିକଳାପ ଆଉ ପୂର୍ବଜମାନଙ୍କର ଯେଉଁ ଅଦମ୍ୟ ସାହସ ତୋର କେବେ ମନେ ପଡ଼ିବ? ମୃତବତ ଯେଉଁ କୁହାଯାଉଛି ଶ୍ମଶାନରେ ପଡ଼ି ରହିଥିବା ଏଇ ଅର୍ଦ୍ଧନଗ୍ନ ଓଡ଼ିଆ ଜାତିକୁ ସେ କିଭଳି ଭାବରେ ଉଦ୍ବୋଧନ ଦେଇଛନ୍ତି ଏବଂ ଆଶାବାଦର ସଞ୍ଚାର କରିଛନ୍ତି କବି ମଧୁସୂଦନ ଦାସ। ଆହୁରି ମଧ୍ୟ କୁହାଯାଇଛି, ତୋହର ଜନନୀ ବୀର ପ୍ରସବିନୀ, ଧୂଳିରେ ପଡ଼ିଛି ଦେଖ, ଜନ ସମାଜରେ ଏ ମହି ମଧ୍ୟରେ କିପରି ଦେଖାଉ ମୁଖ। ତୋ ଜନନୀ ଧୂଳିରେ ପଡ଼ିଛି, ଯେ ବୀର ପ୍ରସବିନୀ ବୀର ସନ୍ତାନକୁ ଜନ୍ମ ଦେଇ ଧୂଳିରେ ଗଡ଼ୁଛି, ଏ ଜନସମାଜରେ ମୁହଁ ଦେଖାଇବା ପାଇଁ ତୋତେ ଲାଜ ଲାଗୁନାହିଁ? ଏହା କୁହାଯାଇଛି, ତୋ ପୂର୍ବପୁରୁଷ ସ୍ୱର୍ଗଧାମେ ଥାଇ, ଭୋଗୁଛନ୍ତି ମନସ୍ତାପ, ତାଙ୍କର ଜୀବନ କରି ବିସ୍ମରଣ, କରୁଛୁ ତୁ ମହାପାପ। ତ ପୂର୍ବପୁରୁଷେ ସ୍ୱର୍ଗଧାମରେ ଥାଇ ମନସ୍ତାପ କରୁଛନ୍ତି, ଦୁଃଖର ଦିନ ଗଣୁଛନ୍ତି, ଆଉ ତାଙ୍କ ଜୀବନକୁ ତୁ ବିସ୍ମରଣ କରିସାରିଛୁ। ତାଙ୍କର ଯେଉଁ କୀର୍ତ୍ତି, ସେ କୀର୍ତ୍ତିକୁ ତୁ ଭୁଲି ଯାଇଛୁ। ନିଶ୍ଚିତ ଭାବରେ ହେ ଉତ୍କଳ ସନ୍ତାନ, ତୁ ମହାପାପ କରିଛୁ। ଆହୁରି କୁହାଗଲା, ତୋଷାମଦ ଛାଡ଼ି ସ୍ୱାର୍ଥ ପରିହରି, ସତ୍ୟକୁ ଆଶ୍ରୟ କର, ଦୁଇ ଦିନ ପରେ ବ୍ରିଟିଶ ରାଜ୍ୟରେ ମଙ୍ଗଳ ହୋଇବ ତୋର। କୁହାଯାଇଛି, ତୋଷାମଦକୁ ପରିତ୍ୟାଗ କରିବାକୁ ହେବ, ସ୍ୱାର୍ଥକୁ ନିଶ୍ଚିତ ଭାବରେ ପରିହାର କରିବାକୁ ହେବ, ଆଉ ସତ୍ୟକୁ ଆଶ୍ରୟ କରିବାକୁ ହେବ। ନିଶ୍ଚିତ ଭାବରେ ଏ ବ୍ରିଟିଶ ରାଜ୍ୟରେ ତୋର ମଙ୍ଗଳ ହେବ। ମା, ମାଟି, ମାତୃଭାଷାର ସୁରକ୍ଷା ପାଇଁ ଏ ପଣ କରିପାରିବୁନି କି? ହେ ଓଡ଼ିଆ ପୁଅ, ଓଡ଼ିଶାର ସନ୍ତାନ, ଉତ୍କଳର ସନ୍ତାନ। କବି ମଧୁସୂଦନ ଦାସଙ୍କର ଯେଉଁ କୁହାଯାଉଛି ଏଇ ଉଦ୍ବୋଧନମୂଳକ କବିତା ଆଜି ମଧ୍ୟ ଏ ଜାତିର ପ୍ରାଣକୁ ସ୍ପନ୍ଦିତ କରେ। ଜାତୀୟତାବାଦୀ କବିତା ଭାବରେ ଉତ୍କଳ ସନ୍ତାନ ଓଡ଼ିଆ ସାହିତ୍ୟର ସର୍ବାଗ୍ରେ ପରିଗଣିତ ହୁଏ। ଏଥିପାଇଁ କାରଣ ଏ ଜାତୀୟତାବାଦୀ କବିତା ପାଇଁ ନମସ୍ୟ ଉତ୍କଳ ଗୌରବ ମଧୁସୂଦନ ଦାସ।